ଲୋକଙ୍କର ସବୁଠାରୁ ବଡ଼ ସମସ୍ୟା ନେଇକରି ଆମେ ଆଜି ଡାକିଛୁ ଏ ପ୍ରେସ୍ ମିଟ୍ ଡାକିଛୁ ସେ ହେଉଛି ବିଦ୍ୟୁତ ମୋ ସାଙ୍ଗରେ ଆମର ଆପଣ ସମସ୍ତେ ଜାଣନ୍ତି ୟାସିନ ନବାଜ ଅଛନ୍ତି ଏବଂ ଅନ୍ୟ ଯୁବବନ୍ଧୁମାନେ ଅଛନ୍ତି। ଏଣିକି କଂଗ୍ରେସ ଆପଣମାନଙ୍କ ସାମ୍ନାକୁ ଆସିବ ବହୁତ ଯୁବ ଛାତ୍ର ନେତାମାନଙ୍କୁ ନେଇକରି, କାରଣ କଂଗ୍ରେସ ହିଁ ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ ଯେଉଁ ଶକ୍ତିର ଆବଶ୍ୟକତା ଅଛି ସେ ଶକ୍ତି ହିଁ କେବଳ ଯୁବକ ଓ ଛାତ୍ରମାନେ ଦେଇପାରିବେ। ଏକଥା ଆମେ ଆପଣଙ୍କ ଆଗରେ ଆଜି ଘୋଷଣା କରୁଛୁ ଏବଂ ଆଗାମୀ ଦିନରେ ସେଇମାନେ ହିଁ ସମସ୍ତ ଆନ୍ଦୋଳନ ଏବଂ ଲୋକଙ୍କ ପାଖରେ ପହଞ୍ଚିବାର ଉଦ୍ୟମ କରିବେ। ଆପଣମାନେ ଜାଣନ୍ତି ବର୍ତ୍ତମାନ ଚାଲିଛି ORCରେ ସମସ୍ତେ ନିଜ ନିଜର ଦାବି ନେଇକରି ଉପସ୍ଥାପନ କରିଛନ୍ତି ଏବଂ ତାପରେ ଜନଶୁଣାଣି ଚାଲିଛି। ଏ ଜନଶୁଣାଣିରେ ବହୁ ଲୋକ ବିରୋଧ କରିଛନ୍ତି। ଆକୁ ଆମର ବିଦ୍ୟୁତ ଦର ବୃଦ୍ଧିକୁ ଟାରିଫକୁ ବୃଦ୍ଧିକୁ ବହୁ ଲୋକ ବିରୋଧ କରିଛନ୍ତି। ତା ସତ୍ତ୍ୱେ ମୋର ଯାହା ବିଶ୍ୱାସ ଯେ ସରକାର ଯେହେତୁ ଗୋଟେ କମ୍ପାନୀ ସପକ୍ଷରେ ଅଛନ୍ତି, टाटा कंपनी जो टाटा कंपनी की दि जाइए विद्युत बंटन व्यवस्था से अवस्था रे आम केबे हेले भागीपर ना जे लोक को न्याय मिल से कांग्रेस प्रस्तुत हो गला। आगामी दिन में समस्त उपभोक्ता मानक नहीं आंदोलन कर जदि दर दाम बढ़ाती, कारण मु आप गोटे तथ्य थोड़ापी चाहे जो दर कमिबा कथा, अर्थात आम जो मैंने पैसा दे सारी उपभोक्ता माने कि पैसा फेरबार कथा अच्छे, फेरवा परिवर्ते वृद्धि करने को आम विरोध करूँ। से आगामी दिन में कांग्रेस आंदोलन कर सबू वर्गर उपभोक्ता को सांगरे नहीं जो राजनैतिक दल मैंने मो सभापति सांगे ए संपर्क में आम दल तरफ परामर्श कर जो दल माने उपभोक्ता स्वार्थप लड़ाई करने प्रस्तुत हेबे से माने उपभोक्ता मान सागर रे आम स्वागत कर उपभोक्ता मान स्वार्थप ओडिशार स्वार्थप कांग्रेस आगामी दिन में लड़ाई कर। वर्तमान जो 12 पैसा बढ़ापी टाटा हिसाब उपस्थापन कर 12.4442 पैसा पाखापाखि 12.5 पैसा यूनिट पिछा बढ़ेबे। यूनिट पिछा 12.5 पैसा बढ़ेबार कौन यथार्थता ना। से कहते जे आम 1300 यूनिट मिलियन यूनिट किणु अधिका से अधिका किणवाई आमको पैसा खर्च करने पड़ो। मु पचार चाहूँगी जे 1300 यूनिट किणवे कहीं गोटे सरकार जो गत वर्ष आसला से चित्कार करला लोक मागणा विद्युत मिल कौ बाबद मिल प्रथम कहगला नहीं, तापर कहगला जो सोलार एनर्जी बाबद आम लोक मागणा विद्युत मिल। गोटे बड़ प्रश्न ये जो अच्छा मोहन सरकार ताकर जे कहीं कथा आसी उत्तर दिंतु कौ गोटे लोक ये 8 मास सरकार 9 मास सरकार भितर जड़े कहीं हेले किए पाई कि ये जो मागणा एनर्जी से सोलार हो बा सरकार टाटा सप्लाय हो एरू गोटे लोक मो बेसी लोक कथा कहूनी कौ गोटे लोक पाई तार हिसाब से जनसाधारण को देवा दरकार। ये है प्रथम कथा। द्वितीय कथा हूँ ये गत वर्षक भितर जो कहला जे 3 किलो पर्यंत समस्ते व्यक्तिगत भाव में समस्ते करेंगे क्या मागणा 3 किलोवाट पर्यंत जोगे दि जाइए विद्युत कौ घर को क्या घर को से जिला किए कौ जिलार कौ लोक को जोगे दि जाइए। आम अंततः तदंत कर देखू जनसाधारण को आणु जे ना ये 10टी घर को दि जाइए। ये दुईटी प्रश्न आम मोहन सरकार पाखे उपस्थापन करूँ। द्वितीय कथाटी हूँ आम जो कथाटी कहूँ जे वर्तमान हूँ एनर्जी लॉस जो एनर्जी लॉस डिस्ट्रीब्यूशन लॉस बोली कहुए सेटा 17 पॉइंट बोली कहुए
କିନ୍ତୁ ଆମର ଗତ ବର୍ଷ ଯେଉଁ ହେଇଥିଲା ଏଗ୍ରିମେଣ୍ଟ, ଗତ ବର୍ଷ ଯେଉଁ OARC ହିସାବ କରିକି ଦେଇଥିଲେ ସେଥିରେ 15% ରହିବା କଥା। ଯଦି 15% ରହେ ତାହେଲେ ଆମକୁ ଯେଉଁ ଲସ୍ ପାଇଁକି ଯେଉଁ 2% ପ୍ରଫିଟ୍ ପାଇଲେ ସେଥିରେ ସେ ଆମକୁ ପଇସା ଫେରେଇବେ। ଇଏ ହେଲା ଗୋଟିଏ। ଦ୍ୱିତୀୟ କଥା ହେଉଛି ଆପଣମାନେ ଜାଣନ୍ତି ଗୋଟିଏ ୟୁନିଟ୍ ଲସ୍ ରୋକିଲେ ଆମକୁ ପାଖାପାଖି 117 କୋଟି ଟଙ୍କାରୁ 130 କୋଟି ଟଙ୍କା ଆମର ଲାଭ ହେବ ଯଦି ଗୋଟିଏ ୟୁନିଟ୍ ଲସ୍ ଆମେ ରୋକିପାରିବୁ। ତେଣୁ ସେମାନେ ନିଜେ କହିଲେଣି ଯେ ଗତ 4 ବର୍ଷ ଭିତରେ ବା 5 ବର୍ଷ ଭିତରେ ପାଖାପାଖି 8 ୟୁନିଟ୍ ଲାଭ କରିଛନ୍ତି, 25 ୟୁନିଟ୍ରୁ 17%କୁ ପହଞ୍ଚିଛନ୍ତି, ଅର୍ଥାତ୍ ଏତିକି ଟଙ୍କା ଲାଭ ବି କରିଛନ୍ତି। ଏ ସବୁଗୁଡ଼ିକ ଆମକୁ ହିସାବକୁ ନେବାକୁ ପଡ଼ିବ। ମୁଁ ସେଥିପାଇଁ ଦାବି କରେ ଯେ ବଢ଼ିବ ନାହିଁ, ବଢ଼ିଲେ ସାରା ଓଡ଼ିଶାରେ ବିଦ୍ୟୁତ୍ ଦର ଯଦି ଗୋଟିଏ ପଇସା ୟୁନିଟ୍ ପିଛା ବଢ଼େ ସାରା ଓଡ଼ିଶାରେ କଂଗ୍ରେସ ଦଳ ଏବଂ ତା'ର ସବୁ ସଂଗଠନ, ଛାତ୍ର ଯୁବକ ସଂଗଠନ, ମହିଳା ସଂଗଠନ ସମସ୍ତଙ୍କୁ ସାଥିରେ ନେବ ଏବଂ ସମସ୍ତ ଉପଭୋକ୍ତାମାନଙ୍କୁ ଯେଉଁମାନେ ସମର୍ଥନ କରନ୍ତି ସେସବୁ ରାଜନୈତିକ ଦଳମାନଙ୍କୁ ଆହ୍ୱାନ କରିବ, ଡାକିବ ଏବଂ ସେମାନଙ୍କୁ ସାଙ୍ଗରେ ନେଇକରି ତୀବ୍ର ଆନ୍ଦୋଳନ କରି ତୋଳିବ ଏବଂ ସେ ଆନ୍ଦୋଳନରେ ହୁଏତ ଟାଟା ଯିବାର ଦାବି ମଧ୍ୟ ଆସିପାରେ। ଟାଟା ରାଜ୍ୟ ଯାହା ଏଗ୍ରିମେଣ୍ଟ କରିଛି ତାକୁ ପ୍ରତ୍ୟାହାର କରିକିରି ତୁରନ୍ତ ଏ ରାଜ୍ୟ ଛାଡ଼ିବା ଦରକାର ବୋଲି ଦାବି ବି ଆସିପାରେ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ କହିଦେଲୁ ଯେ କଂଗ୍ରେସର ଇଏ ହେଉଛି ପ୍ରଥମ ଆନ୍ଦୋଳନ। କଂଗ୍ରେସ ଦଳ ଏଇ ଆପଣ ଗତ ନିର୍ବାଚନ ପରେ ବର୍ତ୍ତମାନ ଲୋକଙ୍କର ସ୍ୱାର୍ଥକୁ ନେଇକି ଏଇ ଯେଉଁ ଇଲେକ୍ଟ୍ରିସିଟି ବିଦ୍ୟୁତ୍ ସବୁ ଲୋକର ସ୍ୱାର୍ଥ, ଗରିବ ଲୋକର, ମଧ୍ୟବିତ୍ତର, ବଡ଼ ଲୋକର, ଚାଷୀର, ଏ ସମସ୍ତଙ୍କ ସ୍ୱାର୍ଥକୁ ନେଇକରି କଂଗ୍ରେସ ଆନ୍ଦୋଳନ କରିବ। ପଇସା ବଢ଼ିଲେ ପଇସା କମେଇବା ପାଇଁ ବର୍ତ୍ତମାନ ଆଜି ଦିନରେ ଆମେ ଦାବି କରୁଛୁ। ବିଦ୍ୟୁତ୍ ଦର ଆଜି ଦିନରେ ଯଦି ଆମେ ଲକ୍ଷ୍ୟ କରିବା ଗୋଟେ କରିଛନ୍ତି ଆମର ସ୍ଲାବ୍ ଅଛି 50 ୟୁନିଟ୍ ପର୍ଯ୍ୟନ୍ତ 2 ଟଙ୍କା 90 ପଇସା, 50 ୟୁନିଟ୍ରୁ 100 ୟୁନିଟ୍ ପର୍ଯ୍ୟନ୍ତ 3 ଟଙ୍କା 70, 100 ୟୁନିଟ୍ରୁ ଉପରକୁ 4 ଟଙ୍କା 70, ତା ଉପରକୁ 6 ଟଙ୍କା 10 ପଇସା, 6 ଟଙ୍କା 10 ପଇସା ଏଇ ରେଟ୍ରେ ଅଛି। ଆପଣ ଯଦି ୟାକୁ ହିସାବ କରିଦେବା ଆଭରେଜ୍, କାରଣ ଅଧିକାଂଶ ଲୋକ ପାଖାପାଖି 100 ୟୁନିଟ୍ ବ୍ୟବହାର କରନ୍ତି, 100ରୁ 150 ଅଧିକାଂଶ ଲୋକ, କାରଣ ଓଡ଼ିଶାରେ ଲୋକଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ, କିନ୍ତୁ କେହି କେବେ 150-200 ୟୁନିଟ୍ରୁ କମ୍ ବ୍ୟବହାର କରନ୍ତି ନାହିଁ। ତେଣୁ ସେଇ ହିସାବକୁ ନେଲେ ଆମେ ଆଭରେଜ୍ ଏଇ ବ୍ୟବହାର କରିଥାଉ ପଇସା। ତେଣୁ ଆଭରେଜ୍ ବ୍ୟବହାର କରୁଥିବା ଆମେ କିଣିବୁ 3 ଟଙ୍କା 70 ପଇସାରେ। 3 ଟଙ୍କା 70 ପଇସାରେ କାହିଁକି ହେଉଛି ମୁଁ କିଣିବା ପାଇଁ ନା 25% ଆମେ କିଣୁ ହାଇଡ୍ରୋ ଇଲେକ୍ଟ୍ରିସିଟି, ଯାହା ଦାମ୍ ହେଉଛି 87 ପଇସା, ପର ୟୁନିଟ୍ କଷ୍ଟ ହେଉଛି 87 ପଇସା। ଅନ୍ୟ ୟୁନିଟ୍ କଷ୍ଟ ଯେଉଁ କହିଥିଲେ ଯେ ଆମେ କୋଇଲା ବ୍ଲକକୁ ଦେଇଦେଲେ, ନିଲାମ ଦେଲେ, ଆପଣମାନେ ମନେ ରଖିଥିବେ କୋଇଲା ବ୍ଲକ ନିଲାମ ଦିଆଗଲେ ତା'ର କମ୍ ପଡ଼ିବ, ଇଲେକ୍ଟ୍ରିସିଟି ଉତ୍ପାଦନ ପାଇଁ କୋଇଲାର କିଣା କମ୍ ପଡ଼ିବ ଏବଂ ଲୋକମାନେ ଉପକୃତ ହେବେ, ଏକଥା ଯେଉଁ କୁହାଯାଇଥିଲା ତାହା ଯଦି ସତ୍ୟ ହୋଇଥାନ୍ତା ତାହେଲେ ବର୍ତ୍ତମାନ କୋଇଲାର ୟୁନିଟ୍ ପିଛା କଷ୍ଟ ପିଛା 2 ଟଙ୍କା 70 ପଇସା ହେଇଥାନ୍ତା। ତ 2 ଟଙ୍କା 2.5 ଟଙ୍କା ଭିତରେ ୟୁନିଟ୍ ପିଛା କିଣାଯିବ, ବିକ୍ରି ବେଳକୁ ଲୋକଙ୍କୁ 6 ଟଙ୍କା ରେଟ୍ରେ ବିକ୍ରି କରାଯିବ। ଏକଥା କୌଣସି ବେପାରୀ, ବଡ଼ କ୍ରୁର ବେପାରୀ ମଧ୍ୟ ଏକଥା କରନ୍ତି ନାହିଁ। କେହି କେଉଁଠି ଆଶଙ୍କା ଏଥିପାଇଁ କରୁଛୁ ଯେ କାହିଁକି ମୁଁ ବାରମ୍ବାର କହୁଛି ଯେ ଦରଟା ପ୍ରପୋଜାଲ୍ ଯେତେବେଳେ ଦେଲେ, ଏଇ ଯେଉଁ ପ୍ରପୋଜାଲ୍ ଆସିଲା, ଏ ପ୍ରପୋଜାଲ୍କୁ ଦେଖିଲେ ଯେକୌଣସି ଲୋକ ଆଶଙ୍କା କରିବ ଯେ ଆଙ୍କର ଲାଭ ଅଛି, ଇଏ ଲାଭ ନେଇଛନ୍ତି ଏବଂ ଉତ୍ପାଦନକାରୀ ସଂସ୍ଥା ନେଇଛନ୍ତି ଏବଂ ବିତରଣକାରୀ ସଂସ୍ଥା ନେଇଛନ୍ତି, ତା ସତ୍ତ୍ୱେ ଏ ପ୍ରସ୍ତାବ କାହିଁକି ଆଣିଲେ? ସବୁଠାରୁ ବଡ଼ କଥା ହେଉଛି ଯେଉଁ ସରକାର, ଗୋଟେ ସରକାର ଏଠି ରାଜ୍ୟରେ ଚାଲିଛି, ସେ ସରକାର ଅଧୀନରେ ଗ୍ରେଡ଼୍କୋ ଅଛି, ସେ କେମିତି ରେଟ୍ ବଢ଼ାଇବା ପାଇଁ କାହିଁ କହିବ? ସେ ତ କମ୍ ଦରରେ କିଣୁଛି,
କିଣିକି ତ ବିକ୍ରି କରିବା ଲୋକ ସିଏ ତାର ଦୋକାନଟା ହେଉଛି ଅନ୍ୟଠାରୁ କିଣିବ ଏବଂ ବିତରଣ କମ୍ପାନୀମାନଙ୍କୁ ବିକ୍ରି କରିବ। ତେଣୁ ସେଇଥିପାଇଁ ଗୋଟେ ସରକାର ଯେତେବେଳେ ପ୍ରସ୍ତାବ ରଖୁଛି ଯେ ପଇସା ବଢ଼ୁ, ଆମେ ବିତରଣ କରିବାକୁ ପଇସା ବଢ଼ୁ, ଯେତେବେଳେ ବିତରଣ କମ୍ପାନୀମାନେ କହୁଛନ୍ତି ଆମ ପଇସା ବଢ଼ୁ, ଏ ସବୁ ପଇସା ଅଲ୍ଟିମେଟଲି ଆମ ଖାଉଟିମାନଙ୍କ ଉପରେ ପଡ଼ୁଛି, ଆମ ଭିତରେ ଆଶଙ୍କା ଆସିବା ସ୍ୱାଭାବିକ। ଭୟ ଆଶଙ୍କା ରହିବନି ତ ରହିବ କାହାର? ଏଣୁ ଆମେ ସେଇଥିପାଇଁ ଏକଥା ପ୍ରସ୍ତୁତ ହେବା ପାଇଁ ଆମେ ସମସ୍ତଙ୍କୁ ସାମ୍ନାରେ କରିଛୁ।